ଗ୍ରାମ ପାଖରେ କ୍ଷତାକ୍ତ ଗୋଠଛଡ଼ା ଦନ୍ତା। ଅନୁଗୁଳ ଗାଁ ପାଖରେ ବୁଲୁଛି ଗୋଠଛଡ଼ା ଦନ୍ତା ହାତୀ। କେବେ ରାସ୍ତାରେ ବୁଲୁଥିବା ବେଳେ କେତେବେଳେ ଲୋକଙ୍କ କ୍ଷେତରେ ପଶି ଇଚ୍ଛା ଖାଇ ନଷ୍ଟ କରୁଛି। ଗତ 3 ଦିନ ହେବ ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ଓ ମାଣପୁର ଅଞ୍ଚଳରେ ଏହି ଗୋଠଛଡ଼ା ଦନ୍ତା ରହି ଉତ୍ପାତ ଚଳାଇଥିବା ଜଣାପଡ଼ିଛି। ପଛ ଡାହାଣ ଗୋଡ଼ରେ ଗଭୀର କ୍ଷତ ଲାଗିଥିବା ବେଳେ ଏହି କ୍ଷତ କାରଣରୁ ହାତୀଟି ଅଞ୍ଚଳ ଛାଡ଼ୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଯେ ଗତ 3 ଦିନ ହେବ ଏକ ମଧ୍ୟବୟସ୍କ ଦନ୍ତା ହାତୀ ଗୋଠଛଡ଼ା ହୋଇ ପୋକତୁଙ୍ଗା ଓ ମାଣପୁର ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ପୋକତୁଙ୍ଗାସ୍ଥିତ ରଣେଶ୍ୱର ମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ହାତୀ ବୁଲୁଥିବା ବେଳେ ମାନପୁର ଅଞ୍ଚଳରେ ଏକ ନର୍ସରୀରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ଅଞ୍ଚଳ ଲୋକ ଏନେଇ ଭୟଭୀତ ଥିବା ବେଳେ ଏନେଇ ଅନୁଗୁଳ ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବା ବେଳେ ସେ କହିଥିଲେ ଯେ ଏହି ହାତୀଟି ଗତ 3 ରୁ 4 ଦିନ ହେବ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଲ ବନାଞ୍ଚଳରୁ ବନ୍ତଳା ଅଞ୍ଚଳକୁ ଆସିଛି। ଏହାର ପଛ ଗୋଡ଼ରେ ଏକ କ୍ଷତ ହୋଇଥିବା ବେଳେ ଢେଙ୍କାନାଳ ବନଖଣ୍ଡ ପକ୍ଷରୁ ଏହାକୁ ଚିକିତ୍ସା କରାଯାଇଥିଲା। ଏହି ହାତୀ ଉପରେ ନଜର ରଖାଯାଇଛି। ସ୍ୱାସ୍ଥ୍ୟାବସ୍ଥା ଦେଖି ଏହାର ଚିକିତ୍ସା ଆଗକୁ ଜାରି ରହିବ।